चैनल सब्सक्राइब करंतु, वीडियो शेयर करंतु, आउ बेल आइकन दबांतु। आज एक एमिति विषय उपरे कथा हेबाकु जाउछु जहाकि इतिहासर एक विराट रहस्य एवं साहसिकतार चरम उदाहरण। कथा हेउछि भीमा कोरेगांवर युद्ध विषय। साधारणतः युद्ध कहिले आमे दुईटी सेना मध्यरे खंडा किंबा बंदूकर लड़ाई बोली भाबु, किंतु एहा केवल सेतिकी नथिला। एहा थिला अदम्य साहस, सामाजिक समानता एवं आत्मसम्मानर एक जीवंत कहानी। तेबे आसंतु जानिबा केमिति इतिहासर एक निर्दिष्ट दिन एक बहुत बड़ परिवर्तनर कारण पाल्टिथिला। अच्छा, सर्वप्रथमे एही आश्चर्यजनक संख्या उपरे टिके नजर पकाइबा। गोटिए पटे अछंती पूरा 28,000 सैन्यंकु नै गठित एक विशाल पेशवा बाहिनी, आ अन्यपटे ब्रिटिश कंपानीर सेना जोंथरे थिले मात्र 834 जन सैनिक। टिके भाबंतु थरे, गोटिए पटे पहाड़ आ गोटिए पटे धूलिकणा। यह संपूर्ण रूपे एक असंभव लड़ाई परि लागुनी कि एते कम सैनिक एते बड़ बाहिनी आगरे छिड़ा भी केमिति होई पारिबे, ताहा भाबिले आश्चर्य लागे। विभाग एक ऐतिहासिक युद्ध। आसंतु सही समय को फेरीजिबा। एही असंभव मुकाबिला प्रकृतरे केमिति हेला ताहा बुझिबाकु हेले प्रथमे सही दिनर मूल तथ्यगुड़िक उपरे दृष्टि पकाइबा निहाती दरकार। तारीखटी थिला 1 जानुआरी 1818 मसिया। स्थान थिला महाराष्ट्रर पुणे पाखरे भीमा नदी कूଳରେ थिबा एक छोट गाँ कोरेगांव भीमा। ଏହି ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ ପେଶୱା ବାଜିରାଓ ଦ୍ୱିତୀୟଙ୍କର ସେନା ଏବଂ ବ୍ରିଟିଶ କମ୍ପାନୀର ବମ୍ବେ ନେଟିଭ୍ ଇନଫାଣ୍ଟ୍ରି। ଏହି ଭୌଗୋଳିକ ସ୍ଥିତି ଏବଂ ସମୟ ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଅମର ହୋଇ ରହିଯାଇଛି। ଆଉ ଏଠାରୁ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସୁଛି। ସେହି 834 ଜଣିଆ ଛୋଟ ବ୍ରିଟିଶ ସେନାରେ ପ୍ରକୃତରେ ଥିଲେ କିଏ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କ ମଧ୍ୟରୁ ପ୍ରାୟ 500 ଜଣ ସୈନିକ ଥିଲେ ମାହାର ସମ୍ପ୍ରଦାୟର। ଅର୍ଥାତ୍ ଏହି ରକ୍ଷଣାତ୍ମକ ବାହିନୀର ମୂଳ ମେରୁଦଣ୍ଡ ହିଁ ଥିଲେ ଏହି ମାହାର ଯୋଦ୍ଧାମାନେ। ସେମାନଙ୍କର ଏହି ଉପସ୍ଥିତି ହିଁ ପୂରା ଯୁଦ୍ଧର ଦିଗକୁ ବଦଳାଇ ଦେଇଥିଲା। ଏବେ ଆସିବା ଦ୍ୱିତୀୟ ବିଭାଗକୁ, ଅସମାନତା ଏବଂ ଆତ୍ମସମ୍ମାନ। ପ୍ରକୃତ କାହାଣୀ ଏଇଠୁ ହିଁ ଆରମ୍ଭ ହେଉଛି। କାରଣ ଦେଖନ୍ତୁ, କେବଳ ସୈନ୍ୟ ସଂଖ୍ୟା ହିସାବ କଲେ ଚଳିବନି। ସେହି ସମୟର ସାମାଜିକ ସ୍ଥିତି କେମିତି ଥିଲା ତାହା ବୁଝିବାକୁ ପଡ଼ିବ। ପେଶୱା ଶାସନରେ ମହାର ଏବଂ ଦଳିତ ସମ୍ପ୍ରଦାୟ ଉପରେ ଅତ୍ୟନ୍ତ କଠୋର କଟକଣା ରହିଥିଲା। ସେମାନଙ୍କୁ ଦିନବେଳା ରାସ୍ତାରେ ଚାଲିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା। ଏପରିକି ଯଦି କେବେ ବାହାରକୁ ଆସନ୍ତି ତେବେ ନିଜ ପାଦଚିହ୍ନ ଲିଭାଇବା ପାଇଁ ଅଣ୍ଟାରେ ଝାଡ଼ୁ ବାନ୍ଧିବାକୁ ପଡ଼ୁଥିଲା। ଆଉ ନିଜ ଛେପ ଯେମିତି ମାଟିରେ ନ ପଡ଼େ ସେଥିପାଇଁ ବେକରେ ଗୋଟିଏ ମାଟି ହାଣ୍ଡି ଝୁଲାଇବାକୁ ପଡ଼ୁଥିଲା। ଟିକେ କଳ୍ପନା କରନ୍ତୁ ଏହା କେତେ ଅମାନବୀୟ ଏବଂ ଯନ୍ତ୍ରଣାଦାୟକ ଥିଲା। ତେବେ ଏହି ଅସମାନତା କିପରି ଏକ ବିଦ୍ରୋହର ରୂପ ନେଲା ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଐତିହାସିକ ତଥ୍ୟ କହୁଛି ଯେ ଯେତେବେଳେ ମହାରାମାନେ ନିଜେ ଯାଇ ପେଶୱା ସେନାରେ ମିଶି ନିଜ ମାଟି ପାଇଁ ଲଢ଼ିବାକୁ ପ୍ରସ୍ତାବ ଦେଲେ, ପେଶୱାମାନେ ସେମାନଙ୍କୁ ସିଧାସଳଖ ମନା କରିଦେଲେ। କେବଳ ମନା କଲେ ନାହିଁ, ଅଛୁଆ କହି ଖୁବ୍ ଅପମାନିତ ମଧ୍ୟ କଲେ। ବସ୍ ଏହି ଗୋଟିଏ ଘଟଣା ସବୁକିଛି ବଦଳାଇ ଦେଲା। ଏହି ଘୋର ଅପମାନ ଏବଂ ସାମାଜିକ ଅବହେଳା ହିଁ ସେମାନଙ୍କୁ ବ୍ରିଟିଶ ସେନା ପକ୍ଷରୁ ଲଢ଼ି ନିଜ ସମ୍ମାନ ଫେରି ପାଇବାର ବାଟ ଦେଖାଇଥିଲା। ବିଭାଗ 3 ଅଦମ୍ୟ ସାହସର ପ୍ରଦର୍ଶନ। ଏବେ ପୁଣି ସିଧା ଯୁଦ୍ଧଭୂମିକୁ ଯିବା। ଏବେ ସେହି ଐତିହାସିକ ମୁହୂର୍ତ୍ତ ବିଷୟରେ କଥା ହେବା ଯେତେବେଳେ ଏକ ଅବହେଳିତ ସମ୍ପ୍ରଦାୟ ନିଜ ମର୍ଯ୍ୟାଦା ପାଇଁ ସବୁକିଛି ବାଜି ଲଗାଇଦେଲା। ଏଠାରେ ଗୋଟିଏ ସଂଖ୍ୟା ଉପରେ ଟିକେ ଧ୍ୟାନ ଦିଅନ୍ତୁ, 12। ଏହି ଗୋଟିଏ ନମ୍ବର ପଛରେ ଏକ ବହୁତ ବଡ଼ ଆଉ ଲୋମଟାଙ୍କୁରା କାହାଣୀ ଲୁଚି ରହିଛି। ହଁ, ଏହି ସଂଖ୍ୟାର ଅର୍ଥ ହେଉଛି ପୁରା 12 ଘଣ୍ଟାର ଲଗାତାର ସଂଗ୍ରାମ। ବିନା ଖାଦ୍ୟରେ, ବିନା ପାଣିରେ ସେହି ଅଳ୍ପ କିଛି ମହାନ ସୈନିକ 28,000 ସୈନ୍ୟଙ୍କ ବିପକ୍ଷରେ ଅବିଶ୍ରାନ୍ତ ଭାବେ 12 ଘଣ୍ଟା ଧରି ଯୁଦ୍ଧ କରିଥିଲେ। ସାଧାରଣ ମଣିଷ ପାଇଁ ଏମିତି ଲଢ଼ିବା ସମ୍ପୂର୍ଣ୍ଣ ଅସମ୍ଭବ, କିନ୍ତୁ ସେମାନଙ୍କର ନିଷ୍ଠା ଓ ନିର୍ଭୀକତା ଏକଦମ ଅବିଶ୍ୱସନୀୟ ଥିଲା, ଯାହା ଶତ୍ରୁପକ୍ଷକୁ ମଧ୍ୟ ଥରାଇ ଦେଇଥିଲା। ଆଉ ଏହାର ଫଳାଫଳ କ'ଣ ହେଲା ଜାଣନ୍ତି? ସେହି ବିଶାଳ ପେଶୱା ବାହିନୀ ଶେଷରେ ପଛକୁ ହଟିବାକୁ ବାଧ୍ୟ ହେଲା। ମାତ୍ର କିଛି ଶହ ସୈନିକ ଗୋଟିଏ ବିରାଟ ସାମ୍ରାଜ୍ୟର ସେନାକୁ ପଛକୁ ଠେଲିଦେଲେ। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିଜୟ କେବଳ ଗୋଟିଏ ଯୁଦ୍ଧର ବିଜୟ ନଥିଲା, ଏହା ମରାଠା ସାମ୍ରାଜ୍ୟ ବା ପେଶୱା ରାଜ୍ୟର ପତନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଏହା ପ୍ରମାଣ କରିଦେଲା ଯେ ଦୃଢ଼ ଇଚ୍ଛାଶକ୍ତି ଆଗରେ ବିଶାଳ ସେନା ବି ମୁଣ୍ଡ ନୁଆଇଥାଏ। ବିଭାଗ 4 ବିଜୟ ସ୍ତମ୍ଭ ଏବଂ ଐତିହାସିକ ଧରୋହର। ଦେଖିବା ଇତିହାସ ଏହାକୁ କିପରି ଅମର କରି ରଖିଛି। ଯୁଦ୍ଧ ସରିବା ପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କୋରେଗାଁରେ ଏକ ରଣସ୍ତମ୍ଭ କିମ୍ବା ବିଜୟ ସ୍ତମ୍ଭ ନିର୍ମାଣ କରିଥିଲା। ଏଠାର ସବୁଠାରୁ ଆକର୍ଷଣୀୟ କଥା ହେଉଛି ସେହି ସ୍ତମ୍ଭରେ ଯୁଦ୍ଧରେ ଶହୀଦ ହୋଇଥିବା ସୈନିକମାନଙ୍କର ନାମ ଲେଖାଉଛି, ଆଉ ସେଥିରୁ ଅଧିକାଂଶ ନାମ ଶେଷରେ ନାକ୍
କିମ୍ବା ନାଗ ଉପାଧି ଯୋଡ଼ା ହୋଇଛି, ଯାହାକି ସ୍ପଷ୍ଟ ଭାବରେ ପ୍ରମାଣ କରେ ଯେ ସେମାନେ ମହାର ସମ୍ପ୍ରଦାୟର ଯୋଦ୍ଧା ଥିଲେ। ଏହି ପଥର ଦେହରେ ଖୋଦେଇ ହୋଇଥିବା ନାମଗୁଡ଼ିକ ସେମାନଙ୍କର ଅମର ବଳିଦାନର ପ୍ରତୀକ ହୋଇ ରହିଯାଇଛି। ଆଉ ଏହି ଘଟଣାର ପ୍ରଭାବ କେବଳ 1818 ମସିହାରେ ସୀମିତ ନଥିଲା। ଠିକ୍ ବହୁ ବର୍ଷ ପରେ 1 ଜାନୁଆରୀ 1927ରେ ଭାରତୀୟ ସମ୍ବିଧାନର ଜନକ ବାବାସାହେବ ଡକ୍ଟର B.R. ଆମ୍ବେଦକର ଏହି ସ୍ଥାନକୁ ଆସି ସେହି ବୀର ଶହୀଦମାନଙ୍କୁ ସମ୍ମାନ ଜଣାଇଥିଲେ। ଆଜିର ଦିନରେ ମଧ୍ୟ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଶୌର୍ଯ୍ୟ ଦିବସ ପାଳନ କରିବା ପାଇଁ ସେଠାରେ ରୁଣ୍ଡ ହୁଅନ୍ତି। ଏହା କେବଳ ଏକ ସ୍ମାରକୀ ନୁହେଁ, ଏହା ହେଉଛି ଗୋଟିଏ ଜୀବନ୍ତ ଇତିହାସ ଏବଂ ପରମ୍ପରା। ଏବେ ଆଲୋଚନାର ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଆସୁଛି, ଆଉ ଏହା ବିଷୟରେ ଟିକେ ଗଭୀର ଭାବେ ଚିନ୍ତା କରିବା ନିହାତି ଦରକାର। ଟିକେ ଭାବନ୍ତୁ, ଭୀମା କୋରେଗାଁର ଏହି ଯୁଦ୍ଧ କ'ଣ କେବଳ ଗୋଟିଏ ସାଧାରଣ ସାମରିକ ପରାଜୟ ଥିଲା? ନା, ଅନ୍ୟାୟ ଓ କଠୋର ସାମାଜିକ ଭେଦଭାବ ଉପରେ ଏହା ଥିଲା ଆତ୍ମସମ୍ମାନ ଏବଂ ମାନବିକ ମୂଲ୍ୟବୋଧର ସବୁଠାରୁ ବଡ଼ ବିଜୟ। ଏହି ଐତିହାସିକ କାହାଣୀ ଆମକୁ ସମାନତା ଏବଂ ଅଧିକାର ବିଷୟରେ ବହୁତ କିଛି ଶିଖାଏ। ଆଶା କରେ ଆଜିର ଏହି ବିଶ୍ଳେଷଣ ଇତିହାସର ଏହି ବିଶେଷ ଅଧ୍ୟାୟକୁ ବୁଝିବାରେ ନିଶ୍ଚୟ ସାହାଯ୍ୟ କରିବ। ଆମ ସହିତ ଏହି ଯାତ୍ରାରେ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ। ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ, ଭିଡିଓ ସେୟାର କରନ୍ତୁ, ଆଉ ବେଲ୍ ଆଇକନ୍ ଦବାନ୍ତୁ।